ଝାଡୁ को ଘରେ ଏହି ତିନୋଟି ଜାଗାରେ ଭୁଲରେ ବି ରଖନ୍ତୁ ନାହିଁ। ନାହିଁ ତ ମାତା ଲକ୍ଷ୍ମୀ କାଙ୍ଗାଳ ବନାଇ ଦେବେ। ତେବେ ଆସନ୍ତୁ ଜାଣିବା କଣ ସେହି ତିନୋଟି ଜାଗା। କିନ୍ତୁ ତା ପୂର୍ବରୁ ହେ ମାତା ଲକ୍ଷ୍ମୀ, ଯିଏ ବି ଆପଣଙ୍କର ଏହି ଭିଡିଓକୁ ଲାଇକ୍ ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଲେଖିବେ, ତାଙ୍କ ଘରେ କେବେ ସୁଖ ସମୃଦ୍ଧି ଓ ବୈଭବର କମି ହେବାକୁ ଦେବେ ନାହିଁ। ଶାସ୍ତ୍ର ଅନୁସାରେ ସନାତନ ଧର୍ମରେ ଝାଡୁକୁ ବହୁତ ମହତ୍ଵ ମନାଯାଇଥାଏ। କାହିଁକି ନା ଝାଡୁରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଆଉ ଏମିତିରେ ଏହି ତିନୋଟି ଜାଗାରେ ଝାଡୁ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ରାଗି ଯାଇଥାନ୍ତି। ତ ନମ୍ବର 1 ଜାଗା ହେଉଛି ଯେଉଁ ରୁମରେ ପତି ପତ୍ନୀ ଶୋଇଥାନ୍ତି, ତ ସେହି ରୁମରେ ଝାଡୁକୁ ଭୁଲରେ ବି ରଖନ୍ତୁ ନାହିଁ। ଏହା ଦ୍ୱାରା ପତି ଏବଂ ପତ୍ନୀଙ୍କ ମଧ୍ୟରେ ସବୁବେଳେ ଲଢାଇ ଝଗଡା ଲାଗି ରହିବ ଏବଂ ପ୍ରେମ ଓ ସ୍ନେହ ଆଉ ରହିବ ନାହିଁ। ନମ୍ବର 2 ମହଲରେ ଯେଉଁଠି ଅଧିକାଂଶ ଲୋକେ ବସା ଉଠା କରିଥାନ୍ତି, ସେଠି ଭୁଲରେ ବି ଝାଡୁ ରଖନ୍ତୁ ନାହିଁ। ନମ୍ବର 3 ସୋଫା ବା ବେଡ୍, ଯେଉଁଠି ସୋଫା ବା ବେଡ୍ ପକେଇଛନ୍ତି, ତ ସୋଫା ବା ବେଡ୍ର ତଳେ ଭୁଲରେ ବି ଝାଡୁ ରଖନ୍ତୁ ନାହିଁ। ନାହିଁ ତ ସବୁବେଳେ ଶାଶୁ ଓ ବୋହୂ ଭିତରେ ଲଢାଇ ଝଗଡା ଲାଗି ରହିଥାଏ। ଘରେ ସବୁବେଳେ ଅଭାବ ଅନଟନ ଲାଗି ରହିଥାଏ। ତ ଦର୍ଶକ ବନ୍ଧୁ, ଆପଣ ବି କଣ ଏହି ତିନୋଟି ଜାଗାରେ ଝାଡୁ ରଖୁଛନ୍ତି କି? ତ ତୁରନ୍ତ ବଦଳାନ୍ତୁ।